ନାରଦ ପୁରାଣ ତୃତୀୟ ଅଧ୍ୟାୟ ସୃଷ୍ଟି ସର୍ଜନା ବିଷୟ ବର୍ଣ୍ଣନ। ଜମ୍ବୁ ପ୍ଳକ୍ଷ ଶାଳମଳି ଯେ କୁଶଦୀପ ନାମେ କ୍ରଞ୍ଚ ଶାକ ପୁଷ୍କର ଏ ସାତ ଗୋଟି କ୍ରମେ ଦେବଭୂମି ପରି ସେହି ଦ୍ୱୀପ ବିକଶିଲା ଶପଥ ସାଗର ତାର ଚୌପାଶେ ଘେରିଲା। ସୁରାସୁର ଦଧି ଦୁଗ୍ଧ ଲବଣ ସହିତେ ଆବୃତ ହେବାରୁ ସିନ୍ଧୁ ମାନେ ଚୌପାଶତେ ଦ୍ୱୀପମାନଙ୍କର ଶୋଭା ବର୍ଦ୍ଧିତ ହୋଇଲା। ମାନବ ବସତି ତା ମଧ୍ୟରେ କରାଗଲା। ଦୀର୍ଘ ପ୍ରତି ସେମାନଙ୍କ କଳନା ନ ଯାଏ ଅପାର ଗୁଣରେ ସର୍ବେ ବିକଶନ୍ତି କାଏ। ଏହାଙ୍କ ମଧ୍ୟରେ ଲୋକ ପର୍ବତ ରହିଲା ସୀମା କରିବା ପାଇଁ କି ଚିହ୍ନିତ। ତାପରେ ଲବଣ ସିନ୍ଧୁ ଉତ୍ତର ଭାଗରେ ସ୍ଥାପିତ ହୋଇଲା ହିମ ଗିରିମରତରେ। ଭାରତ ବରଷ ନାମ ତାହାର ଅଟଇ କର୍ମଭୂମି ନାମେ ସେ ସୁଖ୍ୟାତି ଅର୍ଜିଛଇ। ଶୁଣ ଆହେ ମହାମୁନି ଦେଇ ମନ କନ ଭାରତେ ବାସ କରିଣ ଛନ୍ତି ଯେତେ ଜନ। ଯେ ଯାହା କର୍ମରେ ଲାଗି ଥାନ୍ତି ଅବିରତ ନିଜ ନିଜ କୁଳାଚାର ବିଧିରେ ସମସ୍ତ। ଯଥା ବିଧାନରେ ଫଳ ସେ ଭୋଗ କରନ୍ତି ତେଣୁ ଭୋଗ ଭୂମି ନାମେ ରହିଅଛି ଖ୍ୟାତି। ଭାରତ ବର୍ଷର ଲୋକେ ଶୁଭ ବା ଅଶୁଭ କରନ୍ତି ଯେପରି କର୍ମ ମନେ ବହି ଭାବ। ସେ କର୍ମର ଫଳ ଭୋଗ ଯେତେ ଦିନ ଯାଏ ସମ୍ପୂର୍ଣ୍ଣ ରୂପରେ ତାଙ୍କୁ ପ୍ରାପ୍ତ ନ ହୋଇଥାଏ। ତେତେ ଦିନ ପର୍ଯ୍ୟନ୍ତେ ଅନ୍ୟତ୍ର ସେମାନେ ତା ଭୋଗ କରନ୍ତି ବିଧି ବଶରେ ଯତନେ। ଭାରତ ବର୍ଷର ଜନେ ଶୁଭ ବା ଅଶୁଭ କରନ୍ତି ଯେପରି କର୍ମ ମନେ ବହି ଭାବ। ସେ କର୍ମର ଫଳ ଭୋଗ ଯେତେ ଦିନ ଯାଏ ସମ୍ପୂର୍ଣ୍ଣ ରୂପରେ ତାଙ୍କୁ ପ୍ରାପ୍ତ ନ ହୋଇଥାଏ। ଅନ୍ୟତ୍ର ସେମାନେ ତେତେ ଦିନ ପର୍ଯ୍ୟନ୍ତେ ବିଧିବଶରୁ ଭୋଗନ୍ତି ଜାଣନ୍ତ ସମସ୍ତେ। ଏଥିଲାଗି ଦେବଗଣ ମାନେ ଦିବା ରାତି ଚିନ୍ତା କରନ୍ତି ଭାରତେ ହେବାକୁ ଉତ୍ପତ୍ତି। ସେମାନେ ଭାବନ୍ତି ଯେବେ ଭାରତେ ଜନ୍ମିବେ ଜପ ତପ ଆଚରିଣ ଶୁଦ୍ଧ ବୋଲାଇବେ। ଆବର ପରମ ପଦ ଲାଭ ଯେ ହୋଇବ ତିଳେ ମାତ୍ର ମନସ୍ତାପ କାରଣ ରହିବ। ଦାନ ଧର୍ମ ପୁଣି ନାନା ତପସ୍ୟା ବଳରେ ଅର୍ଚ୍ଚନା କରି ବିଷ୍ଣୁଙ୍କୁ ଭାରତ ବର୍ଷରେ। ଯୋଗୀ ଗମ୍ୟ ପରମ ପଦେ ଯାଇ ହୃଷ୍ଟ ମନେ ନିବାସ କରିବା କେଉଁ କାଳେ ଆମ୍ଭେ ମାନେ। ଭକ୍ତି ମାର୍ଗ କର୍ମ ମାର୍ଗ ଜ୍ଞାନ ମାର୍ଗ ବା କେବଳ କାଳରେ ଆମ୍ଭେ ଆଶ୍ରୟ କରିବା। ନିତ୍ୟାନନ୍ଦମୟ ଜଗଦୀଶ୍ୱର ବିଷ୍ଣୁଙ୍କୁ ଲାଭ କରିବା ଜାଣିଣ
ଭାରତ ବର୍ଷକୁ। ଯେ ଜନ ଭାରତ ଭୂମେ ଜନମଲ ଭଇ ମହାପୁଣ୍ୟ ଫଳ ଲାଭ ନିଶ୍ଚୟ କରଇ। ସ୍ୱର୍ଗ ଠାରୁ ଯେ ମର୍ତ୍ୟ ଭୂମି ଶୁଦ୍ଧ ସ୍ଥାନ ହରି କୀର୍ତ୍ତନରେ ସଦା ମୁଖ ରଟି ଜାଣ। ଶ୍ରୀହରି କୀର୍ତ୍ତନଶୀଳ ବୈଷ୍ଣବ ଜନ ଦେବଗଣ ମାନଙ୍କର ଅଟଇ ବନ୍ଦନ। ତା ସଙ୍ଗରେ ସମକକ୍ଷ ଅମରେ ନୁହନ୍ତି ଉତ୍ତମ ସମାଜେ ପୂଜ୍ୟ ଲଭେ ସେହି ବ୍ୟକ୍ତି। ହରିନାରାୟଣ ବିଷ୍ଣୁ କୃଷ୍ଣ ବାସୁଦେବ ଏ ନାମ କୀର୍ତ୍ତନ କରେ ଯେ ବଣ ମାନବ। ଦେବଗଣଙ୍କର ପୂଜ୍ୟ ସେ ବ୍ୟକ୍ତି ହୋଇ ଅମର ସମାଜେ ସ୍ତବ ତାହାକୁ କରଇ। ନୀଳକଣ୍ଠ ଶିବ ସର୍ବ ଇତ୍ୟାଦି ଶଙ୍କର ବଦନରେ ନାମ ଜପ କରେ ଯେଉଁ ନର। ଦେବଗଣଙ୍କର ବନ୍ଦନୀୟ ସେହି ଜନ ଏଥକୁ ସଂଶୟ ତିଳେ ମନରେ ନ ଘେନ। ଶିବ ଜ୍ଞାନ ରତ ଗୁରୁ ଭକ୍ତ ଯେ ଅଟଇ ଆଚାରେ ସେ ବର୍ଣ୍ଣାଶ୍ରମ ଧର୍ମକୁ ପାଳଇ। ଅନୁସୂୟା ବରଜି ସଦା ଶାନ୍ତି ଶୁଣେ ଧୀର ଅତି ଉତ୍ତମ ବୋଲାଏ ଜନ ସମାଜର। ତାହାକୁ ଅମର ଗଣ କରନ୍ତି ପୂଜନ ପରମ ପଦ ଯେ ଲାଭ କରେ ସେହି ଜନ। ତିନି ଯେ ବ୍ରହ୍ମାଣ୍ଡ ଗଣଙ୍କର ହିତ କରେ ପୀରତି ବଢ଼ାଏ ବେଦ ପଠନ କାର୍ଯ୍ୟରେ। ସମାଜରେ ସେହି ବ୍ୟକ୍ତି ବୋଲାଏ ଯେ ଶ୍ରେଷ୍ଠ ବନ୍ଦନା କରନ୍ତି ତାକୁ ଅମର ସମସ୍ତ। ଶିବ ନାରାୟଣ ବେନି ଦେବଙ୍କୁ ଯେ ନର ଭେଦା ଭେଦ ନ କରଇ କୌଣସି ପ୍ରକାର। ସେ ବ୍ରାହ୍ମଣ ନହିଲେ ହେଁ ଦେବଗଣ ତାକୁ ଅର୍ଚ୍ଚନା କରନ୍ତି ଜାଣ କହିଲୁ ତୁମ୍ଭଙ୍କୁ। ସାଧୁ ବ୍ରାହ୍ମଣଙ୍କ କଥା କହିବା କାହିଁକି ଏଥିରୁ ଆପଣ ବୁଝି ପାରିଲେ ନାହିଁ କି। ଇନ୍ଦ୍ରିୟ ନିଗ୍ରହ ବ୍ରହ୍ମ ଚର୍ଯ୍ୟ ଯେ ପାଳଇ ଚୌର୍ଯ୍ୟ ଆଦି ପାପ କର୍ମ ମାନ ନ କରଇ। ପରନିନ୍ଦା ପରପ ବାଦ ସେ ନ କରେ ସବୁବେଳେ ସତ୍ୟ କଥା କହଇ ମୁଖରେ। ପ୍ରାଣୀଙ୍କ ମଧ୍ୟରେ ସାର ଅଟଇ ସେ ଜାଣ ତାହାକୁ ପୂଜା କରନ୍ତି ଅମରାଦି ଗଣ। ଏହି ପ୍ରକାରେ ବହୁ କର୍ମ ଅଛି ରହି ଥୋକାଏ ମାତ୍ର ତୁମ୍ଭଙ୍କୁ କହିଲୁ ବୁଝାଇ। ଏ ମଧ୍ୟରୁ ଯେ କୌଣସି ଗୋଟିଏ ମାତର ଭାରତ ବର୍ଷରେ ପାଳୁଥାଏ ଯେଉଁ ନର ଅଳ୍ପ ସମୟେ ଆତ୍ମ ଶୁଦ୍ଧି ସେ ଲଭଇ ଜୀବନ ଅନ୍ତେ ଉତ୍ତମ ଲୋକରେ ବସଇ। ଭାରତ ଭୂମିରେ ଜନ୍ମ ଲଭି ଯେଉଁ ଜନ ଆତ୍ମଶୁଦ୍ଧି କରି ପାପ ନ କରେ ମୋଚନ। ତାଠାରୁ ନିର୍ବୋଧ କେହି ଜଗତରେ ନାହିଁ ଜନମ ଗ୍ରହଣ ତାର ବ୍ୟର୍ଥ ଅଟଇ। ଭାରତ ଭୂମିରେ କରି ଜନମ ଗ୍ରହଣ ସତ୍ୟ କର୍ମ ସତ୍ୟ ମାର୍ଗେ ନଗମେ ଯେ ଜନ। ଜାଣିବ ଅମୃତ ଛାଡ଼ି
ଲୋଡ଼ଇ ସେ ବିଷ ଶେଷରେ ଅନ୍ଧକାରରେ ହୁଏ ନିଶେଷ। ବେଦ ଧର୍ମ ଅନୁସାରେ ପୁଣି ଯେଉଁ ଜନ ଆତ୍ମଶୁଦ୍ଧି ନ କରଇ ଯେହୁ ସମ୍ପାଦନ। ଆତ୍ମଘାତୀ ଗଣ ମଧ୍ୟେ ଗଣା ସେ ହୁଇ ପାପୀ ମାନଙ୍କରେ ମହା ପାପୀ ଯେ ବୋଲାଇ। ଯେ କର୍ମ ଭୂମିକୁ ଆସି କର୍ମ ନ କରଇ ତାଠାରୁ ଅଧମ କେହି ଏ ଜଗତେ ନାହିଁ। ଯେତେ ଦୁଃଖ ଏ ଜଗତ ମଧ୍ୟରେ ରହିଅଛି ସେ ଜନ ସମସ୍ତ ଭୋଗେ ଶାସ୍ତ୍ରରେ ରହିଛି। କର୍ମ ଫଳ ଭୋଗୀ ଶକ୍ତି ଶାଳିନୀ ଭାରତେ ବାସ କରି ପାପ କର୍ମ করে ସେ ସନ୍ତତେ। ସେ କାମଧେନୁକୁ ଛାଡ଼ି ଅର୍କ ବୃକ୍ଷ ପାଶେ ଖୋଜି ବୁଲୁଥାଏ କ୍ଷୀର ଲଭିବା ମାନସେ। ପୁଣି ବିଧାତା ନନ୍ଦନ କହନ୍ତି ବୁଝାଇ ସୁନା ଶିର ଆଦି ଯେତେ ସ୍ୱର୍ଗେ ଛନ୍ତି ରହି। ଭାରତ ଭୂମିକୁ ଏହି ପରି ପ୍ରଶଂସୀଣ ତହିଁରେ ଜନ୍ମିବା ପାଇଁ ବିଚାରନ୍ତି ମନ। ଏଥି ବିଷୟରେ ଯାହା ଅଛଇ କାରଣ ତା ମଧ୍ୟ କହିବା ତୁମ୍ଭ ଅଗ୍ରତରେ ଶୁଣ। ଇନ୍ଦ୍ର ଯମ ଆଦି ପାଦେ ବସିଛନ୍ତି ସେହି ତଥାପି ଅଛଇ ଭୋଗ କ୍ଷୟ ଭୟ ନାହିଁ। ଅତି ପବିତ୍ର ଅଟଇ ଯେ ଭାରତ ବର୍ଷ କର୍ମଭୂମି ନାମେ ଖ୍ୟାତ ଅଟଇ ତ୍ରିଦଶ। ଦେବଗଣଙ୍କର ସେହୁ ଦୁର୍ଲଭ ଅଟଇ ତେଣୁ ଲାଭ କରିବାକୁ ଭାବୁଥାନ୍ତି ରହି। ଯେଉଁ ପୁଣ୍ୟଜନ ଭାରତରେ ଜନମୀଣ କର୍ମକ୍ଷୟ ପାଇଁ ଚେଷ୍ଟା କରେ ପୁଣ ପୁଣ ସେହି ଦେବତା କେବଳ ମାନବ ରୂପରେ ଜନମ ଲଭିଣ ଥାଏ ଭାରତ ଭୂମିରେ। ଫଳ ଲାଭ ବାଞ୍ଛା କରି ପରଲୋକ ମନେ ଯେଉଁ ନର ପ୍ରବର୍ତ୍ତଇ କର୍ମ ଅନୁଷ୍ଠାନେ ସତକର୍ମ କରୁଥାଏ ଆଳସ୍ୟତେ ଝୀଣ। ବିଷ୍ଣୁଙ୍କୁ ତହିଁର ଫଳ କରଇ ଅର୍ପଣ ବିଷ୍ଣୁ ପ୍ରୀତି ଅର୍ଥେ ଫଳ ଅର୍ପଣ କରିଲେ ତହିଁରୁ ଅକ୍ଷୟ ସୁଖ ଲାଭ ହୁଏ ଭଲେ। ଯେବେ ପ୍ରକୃତି ବୈରାଗ୍ୟ କର୍ମ ଫଳ ହୁଏ କିଛି ହିଁ କରିବା ପାଇଁ ତାହାର ନଥାଏ। ତାଠାରେ ପ୍ରୀତି ହୁଅନ୍ତି ପ୍ରଭୁ ବାସୁଦେବ ତେଣୁଟି ତାହାଙ୍କୁ କର୍ମ ଫଳ ରପିବ। ବ୍ରହ୍ମଲୋକ ପର୍ଯ୍ୟନ୍ତେ ଅଛି ଯେତେ ସ୍ଥାନ ତହିଁରୁ ପୁନରାବୃତ୍ତି ହୁଇଟି ଜାଣ। ଏକଥାକୁ ଜାଣି ସେହି ସ୍ଥାନ ମାନଙ୍କରେ ନ ରଖିବ ଅଭିଳାଷ କଦାପି ମନରେ। ନିଷ୍କାମ ଭାବରେ କଲେ କର୍ମ ଅନୁଷ୍ଠାନ ନିଶ୍ଚୟ ପରମ ଧାମ ଲାଭ କରେ ଜନ। ପରମ ପୁରୁଷ ହରି ତାରେ ପ୍ରୀତ ହୁଅନ୍ତି ପରମ ପଦ ତାହାକୁ ଅର୍ପଣ କରନ୍ତି। ବର୍ଣ୍ଣ ଆଶ୍ରମର କର୍ମ ତ୍ୟାଗ ଯେ କରଇ ପଣ୍ଡିତଙ୍କ ମତରେ ସେ ପତିତ ଅଟଇ।
ସଦାଚାର ପରାୟଣ ହୁଏ ସେ ବ୍ରାହ୍ମଣ। ବ୍ରହ୍ମ ତେଜ ତାହାଠାରେ ବଢ଼େ ଦିନୁ ଦିନ। ନାରାୟଣ ତାହା ପ୍ରତି ତୃପତ ହୁଅନ୍ତି। ଇହ ପର କାଳରେ ସେ ଲଭଇ ସୁଖ୍ୟାତି। ତେଣୁ ବାସୁଦେବ ପାଦେ କରିଲେ ଭଜନ। ଅକ୍ଳେଶରେ ସର୍ବ ପାପୁ ମୁକ୍ତ ହେବ ଜନ। ପ୍ରଭୁଠାରୁ ଭିନ୍ନି ଭିନ୍ନ ଜଗତେ କେ ନାହିଁ। ଯଥାର୍ଥ ଭାବେ କହୁଛି ତୁମ୍ଭଙ୍କୁ ବୁଝାଇ। ବ୍ରହ୍ମରୁ ଆରମ୍ଭ କରି ତୃଣଗୁଚ୍ଛ ଯାଏ। ସ୍ଥାବର ଜଙ୍ଗମ ସୃଷ୍ଟି ଯାହା ଦେଖାଯାଏ। ତା ସବୁ ଅଟଇ ବାସୁଦେବଙ୍କ ସ୍ୱରୂପ। ତାଙ୍କଠାରୁ ଭିନ୍ନ ହୋଇ ନାହିଁ କିଛି ସ୍ତୂପ। ସେହି ବ୍ରହ୍ମା ସେହି ଶିବ ସେହି ଦେବଗଣ। ଦାନବ ପନଙ୍ଗ ସିଦ୍ଧ ସାଧ୍ୟ ଯେ ଚାରଣ। ଅଧିକ କହିବି କିସ ତୁମ୍ଭ ଗ୍ରତରେ। ବାସୁଦେବ ଭିନ୍ନ କିଛି ନାହିଁ ଏ ସଂସାରେ। ତାଙ୍କଠାରୁ ବଡ଼ ସାନ ଆଜି କେହି ନାହିଁ। ସେହି ବାଞ୍ଛା କଳ୍ପତରୁ ଜଗତ ଗୋସାଇଁ। ଏହା ଜାଣି ଭକ୍ତି ଭରେ ତାହାଙ୍କୁ ଯେ ଜନ। ପ୍ରଣାମ କରିଣ କରେ ପୂଜନ ବନ୍ଦନ। ସକଳ ପାପରୁ ସେହି ମୁକତଲ ଭଇ। ଅନ୍ତକାଳେ ବିଷ୍ଣୁ ଲୋକେ ଯାଇ ବିଶ୍ରାମଇ। ତେଣୁ ସୁଜ୍ଞ ଜନଙ୍କୁ ମୁଁ କରେ ନିବେଦନ। ଶ୍ରୀହରି ପୟରେ ଦିବା ନିଷିଦିଅ ମନ। ତାଙ୍କ ବିନେ ଗତି ମୁକ୍ତି ଜଗତରେ ନାହିଁ। କ୍ଷେତ୍ର ମୋହନ ସେ ପାଦ ଧ୍ୟାନ ଲେଖଇ। ଇତି ଶ୍ରୀ ବୃହତ୍ ନାରଦ ପୁରାଣେ ପୃଥିବୀ ସଂସ୍ଥାନ ବର୍ଣ୍ଣନମ୍ ନାମ ତୃତୀୟ ଅଧ୍ୟାୟ। ଚତୁର୍ଥ ଅଧ୍ୟାୟ ମୃକୁଣ୍ଡ ମୁନିଙ୍କର ବରଲାଭ କଥନ। ଏଥୁ ଅନ୍ତେ ଯାହା ହେଲା ଶୁଣ ମନ ଦେଇ। ନାରଦ ମହର୍ଷି କହି ଆରମ୍ଭିଲେ ତହିଁ। ମନ ଦେଇ ଶୁଣ ଆହେ ସନତ କୁମାର। କହିବା ତୁମ୍ଭ ଗ୍ରତେ ପୁଣ୍ୟଗାଥା ସାର। ମନେ ଶ୍ରଦ୍ଧା ବହି କଲେ କର୍ମ ଅନୁଷ୍ଠାନ। ସକଳ ଧର୍ମରୁ ବାଞ୍ଛା ଫଳ ମିଳେ ଜାଣ। ଶ୍ରଦ୍ଧା କଲେ ସବୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୁଅଇ। ଆବର ଶ୍ରୀ ହରି ତୃପ୍ତ ହୁଅନ୍ତି ଯେ ତହିଁ। ଶ୍ରଦ୍ଧା ଭକ୍ତି ସହକାରେ ଯେହୁ କର୍ମ କରେ। ମନକାମନା ପୂରଣ ହୁଅଇ ଅଚିରେ। ଶ୍ରଦ୍ଧାହାନ ହୋଇ ଯେତେ କର୍ମ କରାଯାଏ। ସିଦ୍ଧ ନୁହେଁ କେବେ ତାହା ଏକଥା ନିଶ୍ଚୟ। ସୂର୍ଯ୍ୟଲୋକ ଯେଉଁ ପରି ପ୍ରାଣୀମାନଙ୍କର। ଚେଷ୍ଟାରେ ସାହାଯ୍ୟ ଦାନ କରେ ନିରନ୍ତର। କାର୍ଯ୍ୟ ସାଧନାରେ ଭକ୍ତି ସେହି ପ୍ରକାରେ। ସିଦ୍ଧିର କାରଣ ହୋଇ ଥାଏ ନିରନ୍ତରେ। ପ୍ରାଣୀଙ୍କର ପ୍ରାଣ ଜଳ ଅଟେ ଯେଉଁ ପରି। ସିଦ୍ଧିର କାରଣ ଭକ୍ତି ଅଟଇ ସେପରି। ଜୀବଗଣ ଯେହ୍ନେ ଭୂମି ଆଶ୍ରୟ କରିଣ। ମୋର ତ ମଣ୍ଡଳେ ଜୀବ ଧରିଥାନ୍ତି ଜାଣ। ସେପରି ଭକ୍ତି କି କର୍ମୀ ମାନେ ଆଶ୍ରା କରି। ଯଥା ସମୟରେ ସିଦ୍ଧ
ହୁଅନ୍ତି ବିଚାରି। ଜଗତରେ ଶ୍ରଦ୍ଧାବନ୍ତ ଜନ ସେ ହୁଅଇ, ସମର୍ଥ ହୁଅଇ ଧର୍ମ ସାଧନାରେ ସେହି। ଅର୍ଥ ଲାଭ କରିପାରେ ଶ୍ରଦ୍ଧାବନ୍ତ ଜନ, ଶ୍ରଦ୍ଧାରେ ହୁଅଇ ନିଜ ଅଭିଳାଷ ପୂର୍ଣ୍ଣ। ଯେବେ ଶ୍ରଦ୍ଧା ଭକ୍ତି ଥାଏ ହୃଦୟ ମଧ୍ୟରେ, ଅକ୍ଳେଶରେ ସେହୁ ମୁକ୍ତି ଲାଭ କରିପାରେ। ଶ୍ରଦ୍ଧାହୀନ ଦାନ ଯଜ୍ଞ ତପେ ନାରାୟଣ, ସନ୍ତୋଷ ନୁହନ୍ତି ଏହା ସୁନିଶ୍ଚିତେ ଜାଣ। ଭକତି ନଥାଇ ମେରୁ ତୁଲ୍ୟ ସ୍ପନ୍ନ ହେଲେ, ଅର୍ଥ ବିନାଶ ସେ ହେତୁ ହୁଅଇଟି ଭଲେ। ଭକତି ନଥାଇ ତପ କଲେ କଷ୍ଟ ସହି, ଅଙ୍ଗ ଶୁଖି ଯାଏ ବୃଥା ହୁଅଇ ଯେ ସେହି। ଅଭକ୍ତିରେ ହୋମ କଲେ ସେ ଘୃତ ଆହୁତି, ଭସ୍ମରେ ଢାଳିଲା ପରି ହୁଅଇ କୁହନ୍ତି। ଶ୍ରଦ୍ଧାଯୁକ୍ତ ହୋଇ ଅଳ୍ପ କାର୍ଯ୍ୟ ମଧ୍ୟ କଲେ, ତହିଁରୁ ଅକ୍ଷୟ ଫଳ ଲାଭ ହୁଏ ହେଳେ। ଅଶ୍ରଦ୍ଧାରେ ଦେବ ଭକ୍ତି ବିଧାନରେ ଜନ, ସହସ୍ରେ ଅଶ୍ୱମେଧ କଲେ ଅନୁଷ୍ଠାନ। ତା ସବୁ ନିଷ୍ଫଳ ହୁଏ କ୍ଲେଶ ଏକ ସାର, ଏଥକୁ ମନରେ ତୁମ୍ଭେ ସନ୍ଦେହ ନ କର। ମନୁଷ୍ୟ ଗଣର ପକ୍ଷେ ଏକା ହରି ଭକ୍ତି, କାମଧେନୁ ସମ ବୋଲି ଧାତା କହିଛନ୍ତି। ବିଷ୍ଣୁ ଭକ୍ତି ଥାଉ ଥାଉ ମୂଢ଼ ବ୍ୟକ୍ତିମାନେ, ସଂସାର ବିଷକୁ ପାନ କରନ୍ତି ଯେ ଶନେ। ଆଶ୍ଚର୍ଯ୍ୟ ନୁହେଁ କି ଏହା ସନତ କୁମାର, ମନକୁ ନିଶ୍ଚଳ କରି ହୃଦୟରେ ବିଚାର। ଭକ୍ତିରେ ଅସୂୟା କରେ ଯେ ବଣ ମାନବ, ବହୁ ଦୂର ହୋଇ ଯାନ୍ତି ତାଠାରୁ ମାଧବ। ଥାନ୍ତି ଯେଉଁଠାରେ ମିଥ୍ୟା ବାଦୀ ନରମାନେ, ଶ୍ରୀହରି ରହନ୍ତି ନାହିଁ ତହିଁ କଦାଚନେ। ପର ଶ୍ରୀକାତର ମନେ କାର୍ଯ୍ୟ ଯେ କରଇ, ଦାମ୍ଭିକ ପଣରେ ଯେହୁ କର୍ମେ ପ୍ରବର୍ତ୍ତଇ। ବହୁ ଦୂରେ ସେମାନଙ୍କୁ ଛାଡ଼ି ଯାନ୍ତି ହରି, ଏକଥା ନିଶ୍ଚୟ ଅଟେ ଜାଣତ ପଚାରି। ଧର୍ମ ତତ୍ତ୍ୱ ପଚାରିଲେ ଯେ ବଣ ପୁରୁଷ, ମାନବଙ୍କୁ ଦିଏ ମିଥ୍ୟା ଧର୍ମ ଉପଦେଶ। ଧର୍ମ କାର୍ଯ୍ୟ ମାନସିକ ଭକ୍ତି ନାହିଁ ଯାର, ତାହାକୁ ହୁଅନ୍ତି ହରି ବହୁତ ଅନ୍ତର। ଧର୍ମରୁ ହୋଇଛି ସନାତନ ଧର୍ମଜାତ, ଦେବ ଯେ ଅଟଇ ସେହୁ ସାକ୍ଷାତେ ଅନନ୍ତ। ଶ୍ରୀନାରାୟଣ ସ୍ୱରୂପ ଦେବ ଯେ ଅଟଇ, ବେଦକୁ ପଢ଼ିଲେ ଜନ ନିଷ୍ପାପୀ ହୁଅଇ। ଅଶ୍ରଦ୍ଧା କରନ୍ତି ବେଦ କୋଟି ଯେଉଁ ଜନ, ଦୂର ହୋଇ ଯାନ୍ତି ତାଙ୍କ ଠାରୁ ନାରାୟଣ। ଧର୍ମହୀନ ହୋଇ ଦିନ ଯାପନ ଯେ କରେ, ଜିଥିଲେ ଗଣା ହୁଏ ସେ ମୃତ ସଙ୍ଗରେ। ଲୋହକାର ଜନ୍ତା ପରି ବିଶ୍ୱାସ ତାହାର, ଥିଲେ ହେଁ ଅଟଇ ମୃତ ତୁଲ୍ୟ ସେହି ନର। ଶ୍ରଦ୍ଧାବନ୍ତ ଯେହୁ ନର ତାର ଧର୍ମ ଅର୍ଥ,
କାମ ମୋକ୍ଷ ଆଦି ସିଦ୍ଧ ହୁଏ ପୁରୁଷାର୍ଥ। ଧର୍ମ ଆଦି ଚଉବର୍ଗ ବୋଲି ଯାହା କହି, ଶ୍ରଦ୍ଧା ନଥିଲେ ତା କେଭେ ହୋଇ ନ ପାରଇ। ନିଜ କୁଳ ଆଚାରକୁ ନ ଛାଡ଼ି ଯେ ଜନ, ସର୍ବଦା ହୋଇ ହରି ଭକ୍ତି ପରାୟଣ। ବିଷ୍ଣୁ ଭୁବନକୁ ସେହୁ ଗଗନ କରଇ, ଜୀବାନ୍ତେ ବିଷ୍ଣୁଙ୍କ ପାଦେ ଦର୍ଶନ କରଇ। ହରି ଭକ୍ତି ଚିନ୍ତାରେ ଯେ ଆସକ୍ତି ହୋଇଣ, ଆପଣ ବେଦୋକ୍ତ କର୍ମ କରେ ଅନୁଷ୍ଠାନ। ପରମ ପଦକୁ ସେ ମାନବ ଲାଭ କରେ, ଯାହା ଦୁର୍ଲଭ ଅଟଇ ତିନି ଜଗତରେ। ଧର୍ମଜାତ ହୁଅଇଟି ଆଚାରରୁ ଜାଣ, ଧର୍ମରୁ ଅଟନ୍ତି ପ୍ରଭୁ ଦେବ ନାରାୟଣ। ଏହା ଜାଣି ଆପଣାର ବନାଶ୍ରମ ଚିତ୍ତ, ଆଚାରାନୁସାରେ ଧର୍ମ କାର୍ଯ୍ୟ ହୋଇଗତ। ହରିଙ୍କୁ ସର୍ବଦା ପୂଜା କରିବ ମାନବ, ତହିଁରୁ ଜାତ ହୁଅଇ ସ୍ୱର୍ଗ ଫଳ ଲାଭ। ପାରଦର୍ଶୀ ହୋଇ ବେଦ ବେଦାଙ୍ଗ ପଡ଼ିଣ, ଆପଣା ଆଶ୍ରମ ଚିତ୍ତ ଧର୍ମ ଯେତେ ଜିଣ। ବହିଷ୍କୃତ ହୋଇଣ ଏ ବ୍ରହ୍ମାଣ୍ଡେ ଭ୍ରମଇ, ପତିତ ମାନଙ୍କ ମଧ୍ୟେ ଗଣା ସେ ହୁଅଇ। ଆଚାର ଭ୍ରଷ୍ଟ ଯେ କର୍ମ ବହିଷ୍କୃତ ଜନ, ସାକ୍ଷାତରେ ଅଟଇ ସେ ପତିତ ସମାନ। ହରି ଭକ୍ତି ହରି ନାମ ପରାୟଣ ହେଉ, ନିଜ ଆଶ୍ରମରୁ ଭ୍ରଷ୍ଟ ହୋଇଥାଏ ସେହୁ। ତାହାକୁ ପତିତ ବୋଲି ଋଷିଏ କହନ୍ତି, ଯେତେ ଚେଷ୍ଟା କଲେ ମଧ୍ୟ ନ ପାନ୍ତି ନିଷ୍କୃତି। ହରି ଭକ୍ତି ଶିବ ଭକ୍ତି ବେଦ ଅଧ୍ୟୟନ, ଏମାନେ ପବିତ୍ର କରି ନ ପାରନ୍ତି ଜାଣ। ଆଚାରରୁ ସ୍ୱର୍ଗ ସୁଖ ଇତ୍ୟାଦି ମିଳଇ, ଆଚାରରୁ ଯୋଗ ସିଦ୍ଧି ପ୍ରାପ୍ତ ହୁଅଇ। ଆଚାରରୁ ସବୁ ଲାଭ କରଇ ମାନବ, ସଂସାରେ କିଛି ହିଁ ତାର ନ ରହେ ଦୁର୍ଲଭ। ଆଚାର ପ୍ରଭୃତି ସବୁ କର୍ମ ମାନଙ୍କର, ଭକ୍ତ ଏକା ହେତୁ ଅଟେ ଜାଣତ ପିବର। ଭକ୍ତିରେ ଶ୍ରୀ ବିଷ୍ଣୁ ପୂଜା ଯେ ମାନବ କରେ, ବାଞ୍ଛା ଫଳ ଲାଭ ତାର ହୁଅଇ ଅଚିରେ। ମାତାଙ୍କୁ ଆଶ୍ରୟ କରି ଜୀବଜନ୍ତୁ ଗଣ, ଆପଣା ଜୀବନ ଯେହ୍ନେ କରନ୍ତି ଧାରଣ। ଯେମନ୍ତ ଭକ୍ତି କି ଭକ୍ତ ମାନେ ଆଶ୍ରା କରି, ଜୀବନ ବଞ୍ଚନ୍ତି ନର ଦେହେ ଅବତରି। ବର୍ଣ୍ଣାଶ୍ରମ ଆଶ୍ରମକୁ ଯେ ରକ୍ଷା କରିଣ, ଭକତି ଭଜନ କରେ ଶ୍ରୀହରି ଚରଣ। ଆଚାର ବଳରୁ ହରି ଭକ୍ତି ସେ ଲଭଇ, ହରି ଭକ୍ତି ଜାତ ହେଲେ ସଂସାରୁ ତରଇ। ଉଦୟ ହୋଇ ହରି ଭକତି ଯାହାର, ଜଗତେ ତା ସଙ୍ଗେ ସମ ନୁହେଁ କେଉଁ ନର। ଭକ୍ତି ବଳେ କର୍ମ ସିଦ୍ଧି ନିଶ୍ଚୟ ହୁଅଇ, କର୍ମରେ ତୃପ୍ତ ହୁଅନ୍ତି ଜଗତ ଗୋସାଇଁ। ହରିତୋଷ ହେଲେ ଉଦେ ହୁଅଇ ଯେ ଜ୍ଞାନ,
ଜ୍ଞାନ ଉଦେ ହେଲେ ମୋହ ଲାଭ କରେ ଜନ। ଭକତ ମାନଙ୍କ ସଙ୍ଗେ ଯେ ସଙ୍ଗ ହୁଅଇ, ଯେ ବର୍ଣ୍ଣ ଆଶ୍ରମ ଚିତ୍ତ ପାଳନ କରଇ। ସାଧୁ ସଙ୍ଗେ ସଙ୍ଗ ହେବା ପାଇଁ ଯାର ମନ, କାମ କ୍ରୋଧ ଆଦି କରି ଥାଏ ଯେ ବର୍ଜନ। ସେ ପୁଣ୍ୟ ପଥକୁ ପାଇ ସଂସାରେ ବିହରେ, ସମର୍ଥ ହୁଅଇ ମୋକ୍ଷ ପଦ ଲଭିବାରେ। ଯେଉଁମାନେ କାମ କ୍ରୋଧ ବର୍ଜିଣ ଅଛନ୍ତି, ନା ଜାଣିବେ ସଂସାର ମଧ୍ୟେ ସେହି ଶୁଦ୍ଧ ବ୍ୟକ୍ତି। ପଣ୍ଡିତ ମାନଙ୍କ ମଧ୍ୟେ ହୁଅନ୍ତି ଗଣନା, ତାହାଙ୍କୁ ସମ୍ମାନ ଦିଅନ୍ତି ସର୍ବଜନେ ସିନା। ଅତୃଷ୍ଟ ଆତ୍ମା ଜନ ଯେ ସଂସାରେ ଅଟଇ, ସାଧୁ ସଙ୍ଗ ତିଳେ ଲାଭ ନ କରଇ ସେହି। ଯଦ୍ୟପି ଲାଭ କରଇ ଜାଣିବ ନିଶ୍ଚୟ, ଅଛଇ ତାହାର ପୂର୍ବାର୍ଜିତ ପୁଣ୍ୟମୟ। ପୂର୍ବ ଜନ୍ମେ ପାପ ଯାର ନଷ୍ଟ ହୋଇଥାଏ, ଏ ଜନ୍ମରେ ସାଧୁ ସଙ୍ଗତିକୁ ସେହୁ ପାଏ। ନୋହିଲେ କଦାପି ସାଧୁ ସଙ୍ଗ ନ ମିଳଇ, ତହିଁର ଦୃଷ୍ଟାନ୍ତ ଯାହା ଶୁଣ ମନ ଦେଇ। ଦିବସେ ବିହାର କରିବାକୁ ଜନଗଣ, ଅନ୍ଧାରକୁ ନାଶ କରେ ଆଦିତ୍ୟ କିରଣ। ପଣ୍ଡିତେ ଉତ୍ତମ ବାକ୍ୟ ରୂପ କିରଣରେ, ଆତ୍ମାର ଅନ୍ଧାର ନାଶ କରନ୍ତି ଭିତରେ। ବିଷ୍ଣୁ ଭକ୍ତି ପରାୟଣ ପୁରୁଷ ଜଗତେ, ଅଟନ୍ତି ଦୁର୍ଲଭ ଏହା ଜାଣନ୍ତି ସମସ୍ତେ। ଯେଉଁ ଜନ ତାହାଙ୍କର ସଙ୍ଗେ ସଙ୍ଗ ହୁଏ, ସେ ଉତ୍ତମ ଶାନ୍ତି ଲାଭ କରଇ ନିଶ୍ଚୟ। ଏହା ଜାଣି ସାଧୁ ସଙ୍ଗ ନୀତି ଯେ କରଇ, ଇହ ପର କାଳରେ ସେ ମୁକ୍ତି ଲଭଇ। ନାରଦ ମୁଖରୁ ଶୁଣି ଏ ସନକ ଗୀର, ପୁଣି ପୁଚ୍ଛା କଲେ ତାଙ୍କୁ ସନତ କୁମାର। ବିଷ୍ଣୁ ଭକ୍ତ ମାନଙ୍କର ଲକ୍ଷଣ କିଅଟେ, କେଉଁ କର୍ମ ମାନ କରନ୍ତି ସେ ଧରା ପୃଷ୍ଠେ। କେଉଁ ଲୋକ ଲାଭ ହୁଏ ତାଙ୍କୁ ଅନ୍ତକାଳେ, ଏ କଥା ବୁଝାଇ ମୋତେ କୁହନ୍ତୁ ସୟଳେ। ତୁମ୍ଭେ ଯେଣୁ ବିଷ୍ଣୁ ଭକ୍ତ ପରମ ପଣ୍ଡିତ, କହିବା ନିମନ୍ତେ ଏହା ଅଟ ସାମରଥ। ଦେବର୍ଷି ବୋଇଲେ ଯାହା ପୁଚ୍ଛା କଲ ମତେ, କହୁଅଛି ସେହି ଗାଥା ଶୁଣ ସୁଚିତ୍ତରେ। ଯୋଗ ନିଦ୍ରା ପରିତ୍ୟାଗ କରିବା କାଳରେ, ଯାହା କହିଥିଲେ ବିଷ୍ଣୁ ମାର୍କଣ୍ଡ ପଛରେ। ସେହି ଗୋପନ ତତ୍ତ୍ୱ ମୁଁ ଦେଉଛି ବୁଝାଇ, ଶ୍ରବଣ କର ସକଳେ ଏକ ମନେ ହୋଇ। ଜ୍ୟୋତିର୍ମୟ ନିରଞ୍ଜନ ଅଟନ୍ତି ଯେ ହରି, ଏ ତିନି ଜଗତ ଅଟେ ସ୍ୱରୂପ ତାଙ୍କରି। ବିରାଟ ମୂରତି ଧରି ପ୍ରଳୟ କାଳରେ, ଏ ସାରା ଜଗତ ଭରି ରଖନ୍ତି ଉଦରେ। ପ୍ରଳୟ ଜଳରେ ଜଗତ ହୁଏ ନାଶ, ସ୍ଥାବର ଜଙ୍ଗମ ଆଦି ହୁଅନ୍ତି ବିନାଶ। ସକଳ ବିନାଶ ହେବା ଦେଖି ଜଗନ୍ନାଥ, ଯୋଗ ବଳେ ଶେଷ ରୂପ
କରି ପ୍ରକଟିତ ଶୟନ କରନ୍ତି ବଟ ପତ୍ରର ଉପରେ ପ୍ରମାଣ ଅଟଇ ନବାଙ୍ଗୁଳ ପରକାରେ ଆବର ମହାପ୍ରଳୟ ଜଳରେ ଟିଜାଣ ଭାସୁଥାଏ ସେହି ବଟ ପତ୍ର ଯେ ପ୍ରମାଣ ସେହି ବିଷ୍ଣୁଙ୍କର ଲୋମ କୂପରେ ସକଳ ବ୍ରହ୍ମାଦି ଦେବଗଣ ହୋଇଥାନ୍ତି ଠୁଳ ତାଙ୍କ ପାଦ ଅଙ୍ଗୁଷ୍ଠିରୁ ଗଙ୍ଗା ହୋଇ ଜାତ ପ୍ରଳୟ ଜଳକୁ କରି ଥାନ୍ତି ପବିତ୍ର ସୂକ୍ଷ୍ମରୁ ହୋଇଣ ସୂକ୍ଷ୍ମ ପରମ ପୁରୁଷ କରନ୍ତି ଯେ ବିଶ୍ୱରୂପୀ ବ୍ରହ୍ମାଣ୍ଡକୁ ତ୍ରାସ ବଟପତ୍ରେ ନିଦ୍ରା ଯାଇ ଥିବା ସମୟରେ ପ୍ରବେଶ ହେଲେ ମାର୍କଣ୍ଡ ତାଙ୍କ ସନ୍ନିଧିରେ ମହାଭାଗ୍ୟବାନ ଅଟନ୍ତି ସେ ଋଷିବର ପ୍ରବେଶିଲା ମହାବିଷ୍ଣୁ ନିଦ୍ରିତ ସ୍ଥାନର ଏକାଗ୍ର ଚିତ୍ତରେ ରହି ସ୍ଥିର କରି ଚିତ୍ତ ଦର୍ଶନ କଲେ ଲୀଳା ଖେଳାଦି ସମସ୍ତ ଏମନ୍ତ ବଚନ ଶୁଣି ସର୍ବ ଋଷିବର ସୂତିଙ୍କୁ ପୁଛିଲେ ଲାଗେ ଆଶ୍ଚର୍ଯ୍ୟ ଏ ଗୀର ଆପଣ କହିଲେ ମହା ଘୋର ପ୍ରଳୟରେ ସର୍ବେ ନାଶ ଯାଇଥିଲେ ମରତପୁରେ ଏକମାତ୍ର ବଟପତ୍ରେ କରିଣ ଶୟନ ଭାସୁଥିଲେ ଜଳ ମଧ୍ୟେ ଜଗତ ଜୀବନ ପୁଣି କହୁଛନ୍ତି ପ୍ରବେଶିଲେ ମାର୍କଣ୍ଡେୟ ଏହା ଶ୍ରବଣରେ ଜାତ ହେଉଛି ସନ୍ଦେହ ସ୍ଥାବର ଜଙ୍ଗମ ଆଦି ଯେତେ ଚରାଚର ନାଶ ହେଲେ ମାର୍କଣ୍ଡେୟ ଥିଲେ କି ପ୍ରକାର ତାହାଙ୍କୁ କାହିଁକି ବିଷ୍ଣୁ ନ କରିଲେ ଗ୍ରାସ କୁହନ୍ତୁ ଆମ୍ଭଙ୍କୁ ଏହି ତତ୍ତ୍ୱ ଉପଦେଶ ଶ୍ରୀହରି ନାମାମୃତକୁ କରିବାକୁ ପାନ ଏ ଜଗତେ କାରବା ନ ବଳିବ ମନ ଋଷିଙ୍କ ବଚନ ଶୁଣି ବୋଇଲେ କସୁତ ଯାହା ପୁଚ୍ଛା କଲ ତାହା ଶୁଣ ଦେଇ ଚିତ ମୁକୁଣ୍ଡୁ ନାମରେ ଜଣେ ମହାଋଷି ଥିଲେ ତପବଳେ ତିନି ପୁରେ ଶ୍ରେଷ୍ଠ ବୋଲାଇଲେ ଶାଳଗ୍ରାମ ନାମେ ଅତି ପବିତ୍ର ତୀର୍ଥରେ ତପ କଲେ ଅୟୁତେକ ଯୁଗ ସେଠାବରେ ବେଦବିଧି ଆଦି କ୍ରିୟା କର୍ମ ମାନ ଯେତେ ପ୍ରତିଦିନ ତାହା କରୁଥାନ୍ତି ବିଶ୍ଵମତେ ଉପବାସ ପରାୟଣ କ୍ଷମାଶୀଳ ହୋଇ ମହାଘୋର ତପ କଲେ ସେହୁ ବାୟୁ ପିଇ ଅତି କଠୋର ତପସ୍ୟା ଦେଖି ତାହାଙ୍କର ସକଳ ମୋର ଭୟ ହୋଇଲେ କାତର ମନରେ ଆଶଙ୍କା କରି ସର୍ବେ ହୋଇ ମେଳ ଶରଣ ପଶିଲେ ଯାଇ ବିଷ୍ଣୁ ପାଦ ତଳ କ୍ଷୀରସାଗର ତଟରେ ହୋଇଣ ପ୍ରବେଶ ଶିରେ କର ଦେଇ ବୋଇଲେ ହେ ଋଷିକେଶ ଅକ୍ଷୟ ଅନନ୍ତ ତୁମ୍ଭେ ଅନାଦିଶ୍ୱର କୌଣସି କାଳରେ ନାଶ ନାହିଁ ଯେ ତୁମ୍ଭର ଶରଣ ରକ୍ଷଣ ତୁମ୍ଭେ ଅନାଦି ଅନନ୍ତ ବିନୟରେ ଜଣାଉଛୁ ହୋଇ ସର୍ବେ ତ୍ରସ୍ତ ମୃକୁଣ୍ଡ ମୁନିଙ୍କ ତପେ ହୋଇଣ କାତର ସ୍ୱର୍ଗପୁର ତ୍ୟାଗ କରି ଆସିଛୁ ଅମର ତୁମ୍ଭର ଚରଣ ତଳେ ପଶୁଛୁ ଶରଣ ଆମ୍ଭଙ୍କୁ ଏହି ସଙ୍କଟ କର ନିସ୍ତାରଣ ଏ ପ୍ରକାରେ ଦେବଗଣ ଶିରେ କର ଦେଇ ବିନୟରେ ଜଣାଇଲେ ନାନା ସ୍ତବ ଗାଇ ସେମାନଙ୍କ ସ୍ତବ ଦେଖି ଜଗତ ଈଶ୍ୱର ପ୍ରବେଶ ହୋଇଲେ ଆସି ସମ୍ମୁଖେ ତାଙ୍କର କୋଟି କୋଟି ସୂର୍ଯ୍ୟ ସମ ବିରାଜଇ କାନ୍ତି ନଳିନୀ ଦଳ ପରାୟ ନେତ୍ର ଶୋଭା ପାନ୍ତି ନାନା ରତ୍ନ ଆଭରଣ ଶ୍ରୀଅଙ୍ଗେ ଶୋଭଇ
ଶ୍ରୀବତ୍ସ ଲାଞ୍ଛନ ବକ୍ଷସ୍ଥଳେ ବିରାଜଇ ସୁବର୍ଣ୍ଣ ଯଜ୍ଞ ପବିତ୍ର ସ୍କନ୍ଧେ ଛନ୍ତି ବହି ଚରଣ ଯୁଗଳ ପଦ୍ମ ପରାୟ ରାଜଇ ଏମନ୍ତ ସ୍ୱରୂପ ଦେଖି ସର୍ବଦେବ ଗଣ ଅଭୟ ପୟର ତଳେ ନମିଲେ ତକ୍ଷଣ ବିନୟ ଭାବରେ ସର୍ବେ ଯୋଡ଼ିବେ ନିକର କର ଯୋଡ଼ି ସ୍ତବ ଆରମ୍ଭିଲେ ଭକତିର ଦେବଙ୍କ ବିକଳ ଦେଖି ଦୟାମୟ ହରି ଗମ୍ଭୀର ବାକ୍ୟ ପୁଛିଲେ ତ ସହଇ କରି ଜାଣୁଛି ମୁଁ ମୃକୁଣ୍ଡୁର ତପରେ ତୁମ୍ଭର ଅପାର କଷଣ ଜାତ ହୋଇଛି ମନର ଆଗରୁ ସମସ୍ତ କଥା ଆମ୍ଭେ ଅଛୁ ଜାଣି ବୃଥାରେ ଦେବତା ଗଣ ନ କର ଭାଳେଣି ସେହି ମୃକୁଣ୍ଡୁ ମହର୍ଷି ପରମ ପବିତ୍ର ତିଳେ ମାତ୍ର ହିଂସା ଦ୍ୱେଷ ନାହିଁ ତାଙ୍କ ଚିତ୍ତ ତାପରେ ତୁମ୍ଭଙ୍କୁ କେଭେ ପୀଡ଼ା ନ ଦେଖଇ ତାପରେ ତୁମ୍ଭଙ୍କୁ କେଭେ ପୀଡ଼ା ସେ ନ ଦେବେ ଏକଥା ଉତ୍ତମ ରୂପେ ଜାଣିଅଛୁ ଆମ୍ଭେ ଯେ ବଣ ସାଧୁଏ ନିଜ ତପ ପ୍ରଭାବରେ ପବିତ୍ର କରନ୍ତି କାୟ ମନ ସୁଚିତରେ ସେ କିମ୍ପାଇଁ ଅପରର ଆଚରିବେ ମନ୍ଦ ବୃଥା ଶଙ୍କା ନ କର ସ୍ୱରଗର ଇନ୍ଦ୍ର କିନ୍ତୁ ଯେଉଁମାନେ ମନେ ଦହି ଅହଙ୍କାର ତପ କରୁଥାନ୍ତି କ୍ଷତି ଲାଗି ଅପରର ତେମନ୍ତ ବ୍ୟକ୍ତିକୁ ସିନା ତରନ୍ତି ସୁଜନ କାଳେ କେଉଁ କଥା ଘଟାଇବ ସେ ଦୁର୍ଜନ ମୃକୁଣ୍ଡ ଋଷି ଅତ୍ୟନ୍ତ ମହାନ ଅଟନ୍ତି ଏତିନି ଭୁବନେ ତାଙ୍କ ସମକେ ନାହାନ୍ତି ଯେଉଁ ମାର୍ଗରେ ଗମନ କରୁଛନ୍ତି ସେହି କୋଟି ଇନ୍ଦ୍ର ପଦ ତାର ସମାନ ନୁହଁ କୌଣସି ସ୍ୱାର୍ଥକୁ ରଖି ନୟନ ଅଗ୍ରତେ ତପସ୍ୟା କରୁନାହାନ୍ତି ସେହୁ କଦାଚିତେ ସଦା ପରହିତ ଲାଗି କରନ୍ତି ସେ କାର୍ଯ୍ୟ ତାଙ୍କ ଲାଗି ନ ଭାବନ୍ତୁ ଅମର ସମାଜ ଆମ୍ଭ ବୋଲ ମାନେ ତୁମ୍ଭେ ଯେ ଯାହାର ପୁରେ ବାସ କର ଫେରି ଯାଇ ଆନନ୍ଦ ମନରେ ଯଦ୍ୟପି ତୁମ୍ଭ ପ୍ରତି କାରେ ଅତ୍ୟାଚାର ସ୍ମରଣ ମାତ୍ରେ ମୁଁ ଶାସ୍ତି ଦେବଇ କଠୋର ଆଜିଠୁ ସବୁ ଦାୟିତ୍ୱ ତୁମ୍ଭ ମାନଙ୍କର ବହନ କରିବି କଥା ଦେଉଛି ଏଠାର ଏପରି ଦେବଙ୍କୁ ଶାନ୍ତି କରି ନାରାୟଣ ନିମିଷକେ ଅନ୍ତର୍ଧ୍ୟାନ ହୋଇଲେ ଶୂନ୍ୟେଣ ବର ପାଇଣ ମରେ ଆନନ୍ଦ ମନରେ ରହିଲେ ସେ ଯାହା ପୁରେ ମଧ୍ୟ ନିଶ୍ଚିନ୍ତରେ ଅମରେ ବିଦାୟ ଦେଇ ପ୍ରଭୁ ଭଗବାନ ମୃକୁଣ୍ଡ ଋଷିଙ୍କ ପରେ ତୃପତ ହୋଇଣ ଯେ ବଣ ସ୍ଥାନରେ ସେହୁ ତପ କରୁଥିଲେ ଗରୁଡ଼ ପୃଷ୍ଠେ ଆରୋହୀ ସେଠାରେ ମିଳିଲେ ମୃକୁଣ୍ଡୁ ତପେ ଯେ ରୂପ ଚିନ୍ତା କରୁଥିଲେ ଆଦ୍ୟରେ ସେ ରୂପ ଗୋଟି ଦର୍ଶନ କରିଲେ ଅତସୀ କୁସୁମ ଶ୍ୟାମ ନବୀନ ମୂରତି ପୀତାମ୍ବର କଟିରେ ପିନ୍ଧିଣ ଅଛନ୍ତି କିରୀଟ କୁଣ୍ଡଳ କନ ଯୁଗଳେ ଶୋଭଇ ରତ୍ନ ଆଭରଣେ ସାରା ଅଙ୍ଗ ଝଲକଇ ଏମନ୍ତ ରୂପ ନୟନେ ଦେଖି ତପିବର ଆନନ୍ଦ ଜଳଧି ମଧ୍ୟ ହେଲେ ଭରପୁର ଆପଣା ନେତ୍ର ଦ୍ୱୟକୁ କରି ଉନି ଜଳ ନିରେଖି ଚାହିଁଲେ ସମ୍ମୁଖରେ ତପୋଧନ ସାରା ଅଙ୍ଗ ରୋମାଞ୍ଚିତ ହେଲା ତାହାଙ୍କର ଆନନ୍ଦ ଅଶ୍ରୁରେ ନେତ୍ର ହେଲା ଜର ଜର ସାଷ୍ଟାଙ୍ଗରେ ଭୂମି ତଳେ ପଡ଼ି ସେ ବ୍ରାହ୍ମଣ କରଯୋଡ଼ି ମସ୍ତକରେ ଆନନ୍ଦ ମନେଣ ସ୍ତବ କଲେ ପ୍ରେମ ଭରେ ପୁଲକିତ ହୋଇ ସେ ବେଳର ଦୃଶ୍ୟ ବାକି କହିବି ମୁଇଁ ବୋଇଲେ ତୁମ୍ଭେ ପରମ ପୁରୁଷ ଈଶ୍ୱର ଜଗତ କରତା ପରମାତ୍ମା ପରାତ୍ପର ଆବର ପବିତ୍ରକାରୀ ତୁମ୍ଭେ ଜନାର୍ଦ୍ଦନ ବିନୟରେ ପ୍ରଣିପାତ କରୁଅଛି ଘେନ ରୂପ ଶ୍ରସ ନାମ ଗ୍ରାମ ନାହିଁ ଯେ ତୁମ୍ଭର ଅଭୟ ପୟର ତଳେ କରେ ନମସ୍କାର ଅରୂପ ବ୍ୟକ୍ତ ବ୍ରହ୍ମ ରୂପ ବ୍ୟକ୍ତା ବ୍ୟକ୍ତ ଭକ୍ତି ସହକାରେ ପ୍ରଭୁ କରେ ଦଣ୍ଡବତ ପୁରାଣ ପୁରୁଷ ତୁମ୍ଭେ ବେଦର କରତା ବ୍ରହ୍ମ ରୂପେ ଜଗତେ ରାଜ୍ୟ ସବ ସତ୍ତା ତୁମ୍ଭେ ଧାତା ହୋଇ କର ଜଗତ ଅଭିୟାନ ବିଷ୍ଣୁ ରୂପରେ ତାହାକୁ କର ଯେ ପାଳନ ରୁଦ୍ର ରୂପ ବହି ଶେଷେ ସଂସାର ଯେ କର ହେ ଅଭୟ ବରଦାତା ଘେନ ନମସ୍କାର ଆମ୍ଭେ ପତି ପତ୍ନୀ ଦୁହେଁ ତବ କିଣା ଦାସ ନମୁଛୁ ପାଦ ପଙ୍କଜେ ଘେନ ପିତବାସ
ଯୋଗୀମାନେ ଧ୍ୟାନ ଯୋଗେ କରନ୍ତି ଭଜନ। ମୋର ନମସ୍କାର ଘେନ ଜଗତ ଜୀବନ। ଭକ୍ତମାନଙ୍କ ଦୁଃଖ ଦୂରିତ ନାଶୀଣ। ଶରଣାଗତକୁ ରଖ ପ୍ରଭୁ ଭଗବାନ। ଜଗତ ଆଶ୍ରୟ ଦାତା କରୁଣା ସାଗର। ଭକ୍ତି ଭରେ ନମୁଛି ମୁଁ ଅଭୟ ପୟର। ତୁମ୍ଭର ସହସ୍ର ଶିର ସହସ୍ର ଚରଣ। ସହସ୍ର ନୟନ ସହସ୍ରେକ ବାହୁ ପୁଣ। ସହସ୍ର କୋଟି ଯୁଗକୁ ଧାରଣ କରନ୍ତି। ମୁଁ ତବ ଚରଣ ତଳେ ଜଣାଏ ପ୍ରଣତି। ତୁମ୍ଭେ ନିତ୍ୟ ନିରଞ୍ଜନ ଅବ୍ୟକ୍ତ ପୁରୁଷ। ଘେନା କର ନମସ୍କାର ଜଗତର ଈଶ। ଆହେ ଶଙ୍ଖ ଚକ୍ରଧାରୀ ପୁରାଣ ପୁରୁଷ। ସର୍ବଦା ଚରଣ ତଳେ ଦିନେ ଦିଅ ଦାସ। ଏହିପରି ସେ ମୃକୁଣ୍ଡ ଋଷି ଭକ୍ତି ଭରେ। ବିନୟ କରି ସାଷ୍ଟାଙ୍ଗେ ନମିଲା ପୟରେ। ତାହାଙ୍କ ଭକତ ଦେଖି ପ୍ରଭୁ ଲକ୍ଷ୍ମୀକାନ୍ତ। ମନ ମଧ୍ୟରେ ହୋଇଣ ଅତି ଆନନ୍ଦିତ। ତଳୁ ଉଠାଇଣ ଶ୍ରୀଭୁଜରେ ତୋଳି ଧରି। ହୃଦୟରେ ଲଗାଇଲେ ଋଷିଙ୍କୁ ଶ୍ରୀହରି। ସ୍ନେହରେ ବୋଇଲେ ଶୁଣ ହେ ଦ୍ୱିଜ ପ୍ରବର। ତପେ ତୃପ୍ତ ହେଲି ମୋହି ମାଗି ଘେନ ବର। ତୁମ୍ଭର ସାଧନା ଆଉ ବନ୍ଦନାରେ ମୁହିଁ। ଅତ୍ୟନ୍ତ ପ୍ରୀତ ହୋଇଛି ତାର ସୀମା ନାହିଁ। ନିଷ୍ପାପ ଅଙ୍ଗ ତୁମ୍ଭର ଅଟେ ହେ ବ୍ରାହ୍ମଣ। ଯାହା ଇଚ୍ଛା ହେଉଅଛି ମାଗି ବର ଘେନ। ପ୍ରଭୁଙ୍କ ଶ୍ରୀମୁଖ ଶୁଣି ଏସନକ ବାଣୀ। ମୃକୁଣ୍ଡ ବୋଇଲେ ଭକ୍ତି ଭରେ ତତକ୍ଷଣି। ହେ ଦେବ ହେ ଜଗନ୍ନାଥ ଦର୍ଶନେ ତୁମ୍ଭର। କୃତାର୍ଥ ହୋଇଛି ପୁତ ହେଲା ଏ ଶରୀର। ଯାର ବହୁ ପୁଣ୍ୟ ନାହିଁ ସେ ତୁମ୍ଭ ଦର୍ଶନ। ଲାଭ କରି ନ ପାରଇ ଆହେ ଜନାର୍ଦ୍ଦନ। ବ୍ରହ୍ମା ଇନ୍ଦ୍ର ସୁର ନର ଆଦି ଦେବ ଗଣେ। ଯାହାଙ୍କ ଦର୍ଶନ ତିଳେ ନ ପାବନ୍ତି କ୍ଷଣେ। ତାହାଙ୍କୁ ଯେଣୁ ମୁଁ ନିଜ ଚକ୍ଷୁରେ ଦେଖିଲି। ତେଣୁ ମୋର ପୁଣ୍ୟ ବହୁ ବଢ଼ିଛି ଜାଣିଲି। ହେ ଦେବ ତୁମ୍ଭଙ୍କୁ ଯେଣୁ ଦେଖି ମୁଁ ପାରୁଛି। ମୋର ଠାରୁ ଶ୍ରେଷ୍ଠ କିଏ ଜଗତରେ ଅଛି। ସମଦର୍ଶୀ ସାଧୁ ଗଣେ ଯାହାକୁ ଏ ଭବେ। ଦେଖିବା ପାଇଁ ଭାଜନ ନୁହନ୍ତି ଟିକେବେ। ମୁଁ ସେହି ପରମ ବିଷ୍ଣୁଙ୍କର ରୂପ ଯେବେ। ଦର୍ଶନ କଲି ଶ୍ରେଷ୍ଠ କେ ମୋ ଠାରୁ ଭବେ। ଏଥିରୁ ଅଧିକ ଆଉ କି ମାଗିବି ବର। ଦକ୍ଷିଣ କୃତାର୍ଥ ହୋଇଅଛି ମୋ ଶରୀର। ପୁଣ୍ୟହୀନ ବ୍ୟକ୍ତିଗଣ ସ୍ୱପ୍ନରେ ଯାହାକୁ ଦେଖି ନ ପାରନ୍ତି ଯେବେ ଦେଖିଲି ତାହାଙ୍କୁ। ଏଥିରୁ ଅଧିକ ଆଉ କି ବର ମାଗିବି। ବିଶ୍ୱର ବସ୍ତୁ କିମ୍ପାଇଁ ବୃଥାରେ କହିବି। ଆପଣଙ୍କ ଦର୍ଶନ ଅପେକ୍ଷାରୁ ମୋତେ ଜଣାଯାଉ ନାହିଁ ସାର କି ଅଛି ଜଗତେ। ଏହା ଶୁଣି ଭଗବାନ ଆନନ୍ଦ ହୋଇଲେ। ମୃକୁଣ୍ଡଙ୍କର ମୁଖକୁ ଅନାଇ ବୋଇଲେ। ତୁମ୍ଭ ଗୁଣ ଦେଖି ମୋହ ହୋଇଅଛି ମୁହିଁ। ମୋହର ଦର୍ଶନ କେବେ ନିଷ୍ଫଳ ନୁହଁ। ଇନ୍ଦ୍ର ଆଦି ଦେବଗଣ କରନ୍ତି ବୟାନ। ବିଷ୍ଣୁ ଭକ୍ତଙ୍କର ହୁଏ ଅପାର ସନ୍ତାନ। ବହୁ ପ୍ରକାର ଯୁକ୍ତ ହନ୍ତି ବିଷ୍ଣୁ ଭକ୍ତେ। ମୁଁ ମଧ୍ୟ ପାଳନ ତାହା କରଇ ସନ୍ତତେ। ସାଧୁ ବ୍ୟକ୍ତିମାନେ କେଭେ ମିଥ୍ୟା ନ କହନ୍ତି। ଏକାରଣ ବର ମାଗ ଦେବଇ ଝଟତି। ରୂପେ ଗୁଣେ ଯୁକ୍ତ ହୋଇ ତୁମ୍ଭରି ଅଙ୍ଗରେ। ସନ୍ତାନ ହୋଇ ଜନ୍ମିବୁ ଆମ୍ଭେ ତୁମ୍ଭ ଘରେ। ଦୀର୍ଘଜୀବୀ ବୋଲାଇବୁ ତୁମ୍ଭର ଆତ୍ମଜ। ଆବର କଥାଏ ମାତ୍ର ଶୁଣ ଆହେ ଦ୍ୱିଜ। ଆମ୍ଭେ ଯା ବଂଶରେ କରୁ ଜନମ ଗ୍ରହଣ। ମୁକ୍ତି ଲାଭ କରେ ତାର ସବୁ ବଂଶ ଜାଣ। ଆମ୍ଭେ ପରିତୁଷ୍ଟ ହେଲେ ତୁମ୍ଭର ଜଗତେ। ଅସାଧ୍ୟ ନୁହଁ କିଛି ମାତ୍ର ଭାବ ଚିତ୍ତେ। ଯେଉଁ ଭକ୍ତ ନର ହୋଇ ବିଷ୍ଣୁ ପରାୟଣ। ନିରନ୍ତରେ ପୂଜା କଲେ ଆମ୍ଭର ଚରଣ। ଆବର ଆମ୍ଭଙ୍କୁ ଧ୍ୟାନ କରୁଥାଏ ନୀତି। ତାହାର ସବଂଶ ବିଷ୍ଣୁ ସ୍ୱରୂପ ବୋଲାନ୍ତି। ଚିନ୍ତ ସମର୍ପଣ କରେ ସେହୁ ଆମ୍ଭ ଠାରେ। ସଦା କର୍ମ କରୁଥାଏ ଆମ୍ଭ ନିମନ୍ତରେ। ତାହାର ବଂଶ ହୁଅନ୍ତି ବିଷ୍ଣୁଙ୍କ ସାରୂପ୍ୟ। ଆବର ସକଳେ ପୁଣି ହୁଅନ୍ତି ନିଷ୍ପାପ। ହେ ଦ୍ୱିଜ ପ୍ରବର ତୁମ୍ଭ ସ୍ତବ ତପସ୍ୟାରେ। ପ୍ରୀତ ହୋଇଅଛୁ ଆମ୍ଭେ ସକଳ ପ୍ରକାରେ। ତେଣୁଟି ତୁମ୍ଭର ରଣ ପରିଶୋଧ ପାଇଁ।
ଜନ୍ମ ହୋଇଛୁ ଆମ୍ଭେ ପୁତ୍ର ରୂପ ହୋଇ, ଜନ୍ମ ହୋଇବୁ ଆମ୍ଭେ ପୁତ୍ର ରୂପ ହୋଇ। ଏଥିରେ ସନ୍ଦେହ ନାହିଁ ଜାଣ ହେ ବ୍ରାହ୍ମଣ, ଏତେ ବୋଲି ସେ ଭକତ ବନ୍ଧୁ ନାରାୟଣ। ମୃକୁଣ୍ଡଙ୍କ ଶିର ପରେ ଆପଣାର କର, ଅର୍ପଣ କରିଣ ତହୁଁ ହୋଇଲେ ଅନ୍ତର। ହରି ଅନ୍ତର୍ଧ୍ୟାନ ହୋଇ ଶରୀର ଲୁଚାନ୍ତେ, ପରମ ପ୍ରୀତ ହୋଇଲେ ସେ ମୃକୁଣ୍ଡ ଚିତ୍ତେ। ଆପଣାକୁ ପୁଣ୍ୟବାନ ମନେ ବିଚାରିଣ, ସେ ପ୍ରଭୁଙ୍କୁ ଦଣ୍ଡବତ କଲେ ପୁଣ ପୁଣ। ତହିଁ ପରେ ଆପଣାର ଆଶ୍ରମରେ ଯାଇ, ପ୍ରବେଶ ହୋଇଲେ ହରିପାଦେ ମନ ଦେଇ। ଶରଣ ରକ୍ଷଣ ଜଗନ୍ନାଥଙ୍କ ପୟରେ, ମନ ରଖି କ୍ଷେତ୍ରବାସୀ ଲେଖଇ ସାଦରେ। ଇତିଶ୍ରୀ ବୃହତ୍ ନାରଦ ପୁରାଣେ ମୃକୁଣ୍ଡ ବରଲାଭେ ନାମ ଚତୁର୍ଥ ଅଧ୍ୟାୟ